ତ ପିଲାମାନେ ପୁଣି ଥରେ ଆଉ ଏକ ଭିଡିଓରେ ଆମ ସମସ୍ତଙ୍କୁ ସ୍ୱାଗତ ଜଣାଉଛୁ। ହେଲେ ଯଦି ଆମେ ଆଲୋଚନା କରୁଥିଲେ ଏକାଧିକ ଅତ୍ୟାଚାରୀଟିକୁ, ଆମେ ଏହାର ଦ୍ୱିତୀୟ ଦୃଶ୍ୟଟି ବି ଦେଖିଥିଲେ ଯେ ନିଜ ସ୍ତ୍ରୀ କନମାଳା ଦେବୀଙ୍କ ଦ୍ଵାରା ବ୍ରଜବାବୁ ଅତ୍ୟାଚାରିତ ହୋଇଛନ୍ତି ଏବଂ ନିଜ ସ୍ତ୍ରୀର ଏବଂ ନିଜର ଚାକର ସାନ ଭାଇ ଏବଂ ବୁଲୁର ଟିଉସନ ମାଷ୍ଟର ମଧ୍ୟ ଅବଜ୍ଞା କରିଛନ୍ତି। ବୁଝିପାରିଲା? ଅବଜ୍ଞା। ତାପରେ କଣ ହେଇଛି ଆସ ଦେଖିବା। ଦ୍ୱିତୀୟ ଦୃଶ୍ୟରେ ଆମେ ଦେଖିଲେ ଯେ ଅତ୍ୟାଚାରିତ ସ୍ୱାମୀ ସଂଘର ଅଫିସ ଘରେ ଟେବୁଲ ନିକଟରେ ବସି ବସି କାର୍ଯ୍ୟଗ୍ରସ୍ତ ବିନୋଦ ବାବୁ କାନ୍ଥରେ ଗୋଟିଏ ପଟା ଝୁଲିଛି। ବୁଝିପାରିଲା? କାନ୍ଥରେ ଗୋଟେ ପଟା ଝୁଲିଛି, ସେଥିରେ ଲେଖା ହେଇଛି ଅତ୍ୟାଚାରିତ ସ୍ୱାମୀ ସଂଘ। ସମସ୍ତଙ୍କର ଗୋଟିଏ ସଂଘ ହେଇଛି ନା, ଯେମିତି କି ବନମାଳା ଦେବୀ ଯାଇଛନ୍ତି, ଗୃହଲକ୍ଷ୍ମୀ ସମିତି ସଭା, ଚାକର ଜନାର୍ଦ୍ଦନ ଯାଇଛି ନିଖିଳ କଟକ ଚାକର ସଂଘ, ଏବଂ ରାଜେନ୍ଦ୍ର ବା ତାଙ୍କ ସାନ ଭାଇ ହେଇଛି ଛାତ୍ର ସଂସଦ। ଅତ୍ୟାଚାରିତ ସ୍ୱାମୀ ସଂଘର ସମ୍ପାଦକ ବିନୋଦ ବାବୁ। ତାପରେ କଣ ହେଇଛି ନା, ଅତ୍ୟାଚାରିତ ସ୍ୱାମୀ ସଂଘର ସମ୍ପାଦକ ହେଉଛନ୍ତି କିଏ? ବିନୋଦ ବାବୁ। ବିନୋଦ ବାବୁଙ୍କ ପାଖକୁ ସେ ଯାଇଛନ୍ତି ଏବଂ ଦେନ୍ ବ୍ରଜବାବୁ 100 ଟଙ୍କା ଫିସ୍ ଦେଇଛନ୍ତି ଏବଂ ସଙ୍ଗେ ସଙ୍ଗେ ଫିସ୍ ଦେଲା ପରେ ସେ କଣ କରିଛନ୍ତି ନା, କଲିଂ ବେଲକୁ ଚିପିଛନ୍ତି, ପିଅନ ଆସିଛନ୍ତି ଏବଂ ପିଅନକୁ କହିଛନ୍ତି ଯେ ଶିବରାମ ବାବୁ ଯିଏ ଅଛନ୍ତି ସାଇକେଟ୍ରିଷ୍ଟ ଅଛନ୍ତି, ତାଙ୍କୁ ଟିକେ ଡାକି ଆଣିବ। ତାପରେ ଶିବ ବାବୁ ଆସିଛନ୍ତି। ତାପରେ ଶିବ ବାବୁ ଆସିଲେ, ବ୍ରଜବାବୁ କହିଲେ ହଁ ଆଇ ସି, ମତେ କେତେ ଗୁଡିଏ ପ୍ରଶ୍ନର ଉତ୍ତର ଦେବେ ତ? ବୁଝିପାରିଲା? ସେ କହୁଛନ୍ତି ମତେ କେତେ ଗୁଡିଏ ପ୍ରଶ୍ନର ଉତ୍ତର ଦେବେ ତ? ହଁ ନିଶ୍ଚିନ୍ତ ଦେବି, ପଚାରନ୍ତୁ ଆଜ୍ଞା। ଦେନ୍ ଶିବ ବାବୁ କହୁଛନ୍ତି ଆପଣ କେତେ ବର୍ଷ ହେଲା ବିବାହ ହେଲାଣି? ବ୍ରଜବାବୁ କହିଲେ 15 ବର୍ଷ। ତାପରେ ଶିବବାବୁ କହିଲେ ଆପଣଙ୍କ ବୟସ କେତେ? ଦେଖ ପିଲେ, ଶିବ ବାବୁ କହୁଛନ୍ତି ଆପଣଙ୍କ ବୟସ? ବ୍ରଜବାବୁ କହିଲେ 40। ଦେନ୍ ବ୍ରଜବାବୁ କହିଲେ ଶିବ ବାବୁ କହିଲେ ଆପଣ ସ୍ତ୍ରୀଙ୍କର? ବ୍ରଜବାବୁ କହିଲେ 30 ପାଖାପାଖି। ଦେନ୍ ବ୍ରଜବାବୁ କହିଲେ ଶିକ୍ଷିତା? ଆପଣଙ୍କ ସ୍ତ୍ରୀ ଶିକ୍ଷିତା? ବ୍ରଜବାବୁ କହିଲେ କଲେଜରେ IA ପଢୁଥିଲେ। ମୋ ସହିତ ପ୍ରଣୟ କରି 3 ଥର ଫେଲ ହେଲା ପରେ ମତେ ବିବାହ କଲେ। କଲେଜରେ ସେ IA ପଢୁଥିଲେ। ଦେଖ ପିଲେ, IA ପଢୁଥିଲେ। ମୋ ସହିତ ସେ ପ୍ରେମ କରି 3 ଥର ଫେଲ ହେଇଛନ୍ତି କଲେଜରେ। ତାପରେ ଯାଇକି ମତେ ବାହା ହେଇଛନ୍ତି। ଆଚ୍ଛା। ଦେନ୍ ଶିବ ବାବୁ କହିଲେ ଆଇ ସି। କଣ ଲେଖିବୁ କି? ଲେଖିବାରେ ଲାଗିଲେ। ବୁଝିପାରିଲା? ସେ କହିଲି ଲେଖିବାରେ ଲାଗିଲେ। ଆଚ୍ଛା। ଆପଣଙ୍କ ସ୍ତ୍ରୀ ଦେଖିବାକୁ କେମିତି? ଶିବ ବାବୁ କହୁଛନ୍ତି ଆପଣଙ୍କ ସ୍ତ୍ରୀ ଦେଖିବାକୁ କେମିତି? ଦେନ୍ ବ୍ରଜବାବୁ କହୁଛନ୍ତି ସୁନ୍ଦରୀ ନୁହନ୍ତି, କିନ୍ତୁ ପ୍ରସାଧନ କହିଲେ ପିଲେ ମେକଅପ୍। ପ୍ରସାଧନ ସାହାଯ୍ୟରେ ସେ ନିଜକୁ ଖୁବ ସୁନ୍ଦର କରିପାରନ୍ତି। ସେ ଅସୁନ୍ଦର ନୁହନ୍ତି, ପରନ୍ତୁ ମେକଅପ୍ ନେଲେ ସେ ବହୁତ ବଢିଆ ଦେଖାଯାଆନ୍ତି ବା ସେ ନିଜକୁ ଖୁବ ସୁନ୍ଦର କରିପାରନ୍ତି। ଦେନ୍ ବ୍ରଜବାବୁ କହିଲେ ଆଇ ସି। ସନ୍ତାନ ସନ୍ତତି ଅଛନ୍ତି? ବ୍ରଜବାବୁ କହୁଛନ୍ତି ସନ୍ତାନ ସନ୍ତତି କେତେ ଅଛନ୍ତି? ବ୍ରଜବାବୁ କହିଲେ 2ଟି ପୁଅ। ବ୍ରଜବାବୁ କହିଲେ କେତେ ବର୍ଷର ତଫାତରେ?
ବ୍ରଜବାବୁ କହିଲେ ଗୋଟିଏକୁ 10 ଆଉଟିକୁ ବର୍ଷେ। ବୁଝିପାରିଲା? ତାମାନେ ଗୋଟାକୁ 10 ବର୍ଷ ହେଲାଣି, ଆଉ ଗୋଟେ ପୁଅକୁ ଜମା ବର୍ଷେ ହେଇଛି। ବୁଝିପାରୁଛ ନା? ତାପରେ ଦେଖ ବୋଲେ ଶିବୁ ବାବୁ କହିଲେ ଆପଣ ମାସରେ କେତେ ଦିନ ଟୁର କରନ୍ତି? ବ୍ରଜବାବୁ କହିଲେ ହାରାହାରି 20 ଦିନ। ଶିବ ବାବୁ କହିଲେ ବାକି 10 ଦିନ ଅଫିସ କାର୍ଯ୍ୟରେ ବ୍ୟସ୍ତ ରୁହନ୍ତି ନା? ବ୍ରଜବାବୁ କହିଲେ ମୁହଁରେ ଭାତ ଗୁଞ୍ଜିବାକୁ ସମୟ ନଥାଏ ଆଜ୍ଞା। ଏବଂ ତାପରେ ଦେଖ କହିଲେ ତାହେଲେ ଯଦି କହିବା ହାରାହାରି 20 ଦିନ ଅଫିସ ଟୁରରେ ଯାଆନ୍ତି, ଆଉ ବାକି 10 ଦିନ ଅଫିସ କାମ କରନ୍ତି, ତାହେଲେ ସ୍ତ୍ରୀଙ୍କୁ ସମୟ ଦେବାକୁ ତାଙ୍କ ପାଖରେ ବିଲକୁଲ ବି ସମୟ ନାହିଁ। ତାହେଲେ ସେଇଥିପାଇଁ ଆଉ ଏଇ ତାହେଲେ ସେଇଥିପାଇଁ ହେଇଛି ଏ କଥା ଆଉ କଣ। ଏବଂ ତାପରେ ଶିବ ବାବୁ କଣ କହୁଛନ୍ତି, ଏସବୁ ପିଲେ ପରବର୍ତ୍ତୀ ସମୟରେ ଆଲୋଚନା କରିବା। ଠିକ ଅଛି? ତାହେଲେ ଆଜି ପାଇଁ ବେଶ ଏତିକି।